ବନ୍ଧୁଗଣ ଆସନ୍ତୁ ଆଜି ଆମେ ହସ୍ତା ନକ୍ଷତ୍ର ବିଷୟରେ ଦେଖିବା। ଏଠି ଦେଖନ୍ତୁ ରାଶିଚକ୍ରରେ ମଝି ଘରେ ଥବ 13/6। 13 ସଂଖ୍ୟା ହେଉଛି ନକ୍ଷତ୍ର ହସ୍ତା ନକ୍ଷତ୍ରର ସିରିଏଲ୍ ନମ୍ବର। 6 ହେଉଛି କନ୍ୟା ରାଶିର ସିରିଏଲ୍ ନମ୍ବର। 13/6 ମଝିରେ ଲେଖା ହେଇଥିବ। ଏଠି କନ୍ୟା ନକ୍ଷତ୍ର ଘରେ ଚନ୍ଦ୍ର ଥବ। ଏଣୁ ମେଷରୁ ଗଣି ଆସି ମେଷ, ବୃଷ, ମିଥୁନ, କର୍କଟ, ସିଂହ, ତାପରେ କନ୍ୟା। ଏ ଘରେ ଚନ୍ଦ୍ର ଥବ, ମଝିରେ 13/6 ଥବ। ତାପରେ ଜାଣିବେ ଏଇଟା ଆପଣଙ୍କର ହସ୍ତା ନକ୍ଷତ୍ର ଆଉ କନ୍ୟା ରାଶି। ବନ୍ଧୁଗଣ, ହସ୍ତା ନକ୍ଷତ୍ର ଲୋକଙ୍କର ଚେହେରା ଡେଙ୍ଗା ଥାଏ, ପ୍ରାୟ ଡେଙ୍ଗା ଥାଆନ୍ତି, ସୁନ୍ଦର ଥାଆନ୍ତି। ସୁନ୍ଦର ମାନେ ଶରୀର କଲର୍ ଯେମିତି ହେଇଥିବ ବୋଧେ ସୁନ୍ଦର, ଗଢ଼ଣଟି ବହୁତ ସୁନ୍ଦର ଥିବ। ଗୁଡ୍ ଆପିୟରାନ୍ସ, ଗୋଟେ ପ୍ରବେଶ କଲା ମାନେ ଗୋଟେ ଆପିୟରାନ୍ସଟା ତାଙ୍କର ବଢ଼ିଆ ଥିବ। ଉଜ୍ଜଳ ଆଖି ଥାଏ, ଆଉ କଥା କୁହା ଆଖି ଥାଏ, ଭଲ ସ୍ୱର ଥାଏ, ଭଲ ହସ ତାଙ୍କର ଥାଏ, ଗୋଲ ମୁହଁ ଥାଏ। ହସ୍ତା ନକ୍ଷତ୍ର ଲୋକଙ୍କର ଜନ୍ମରୁ କାନ୍ଧ ଏବଂ ଡାହାଣ ହାତରେ କିଛି ଚିହ୍ନ ଥିବାର ସମ୍ଭାବନା ଥାଏ। ସେମାନେ ବହୁତ ଥଣ୍ଡା ମିଜାଜର ଲୋକ, ଧୀରେ ସୁସ୍ଥେ ସବୁ କାମ କରିବେ, ସାଧୁ ଲୋକ ସେମାନେ ଥାଆନ୍ତି। ହସ୍ତା ନକ୍ଷତ୍ର ଲୋକଙ୍କର ଗୋଟେ ବିପରୀତ ଲିଙ୍ଗକୁ ଆକର୍ଷଣ କରିବାର ଶକ୍ତି ଥିବ। ସେମାନେ ବହୁତ ସାହାଯ୍ୟକାରୀ, ବିପଦରେ ତାଙ୍କୁ ଭରସା କରିହେବ। ମାଟିର ମଣିଷ ମାନେ ମାଟି ସାଙ୍ଗରେ ପରିବାର, ଗାଁ ଗଣ୍ଡା, ସହର ତାଙ୍କ ସାଙ୍ଗରେ ନିଜ ପରିବାର ସମସ୍ତଙ୍କ ସାଙ୍ଗରେ ଜଡ଼ିତ ହେଇଥାଏ। ସାଙ୍ଗମେଳ ସମସ୍ତଙ୍କ ସାଙ୍ଗରେ ଜଡ଼ିତ ଥାଏ। ସେମାନେ ଧନର ଉଚିତ ବ୍ୟୟକାରୀ, ଅପବ୍ୟୟ କରନ୍ତିନି, ଉଚିତ ବ୍ୟୟ। ଅନ୍ୟକୁ ବହୁତ ସମ୍ମାନ କରନ୍ତି। ବିଳମ୍ବ କୌଣସି କାର୍ଯ୍ୟରେ ହେଲେ ଧୈର୍ଯ୍ୟହରା ହେଇଯାଆନ୍ତି। ବିରୋଧୀ ମାନେ ବିଳମ୍ବର ଅନୁଶାସିତ, ସେମାନେ ଶୃଙ୍ଖଳିତ। ସେମାନେ ବହୁତ ପ୍ରଫେସନ୍ ସାଙ୍ଗରେ ନ୍ୟାୟ ବି କରନ୍ତି, ଠକାଠକି କରନ୍ତିନି। ସେମାନେ ଶିକ୍ଷିତ ଥାଆନ୍ତି, ସେମାନେ ଶକ୍ତି ଥାଆନ୍ତି ସେମାନଙ୍କ ଭିତରେ। ସେମାନେ ସୁନ୍ଦର, ଜ୍ଞାନୀ, ଆତ୍ମନିୟନ୍ତ୍ରଣ ସେମାନଙ୍କର ବହୁତ ଥାଏ। ସେମାନଙ୍କର ଅନ୍ୟ ତାଙ୍କ ଚାରିପାଖରେ ଲୋକ, ତାଙ୍କ ପରିବେଶ ପରିସ୍ଥିତି ସମସ୍ତଙ୍କୁ ନିୟନ୍ତ୍ରଣ କରିବାର ତାଙ୍କର କାପାସିଟି ଥାଏ। ସେଇଭଳି ଜ୍ଞାନ ବି ତାଙ୍କର ଥାଏ। ସେମାନେ କଠିନ ପରିଶ୍ରମୀ, ଧନୀ। ସେମାନେ ଅଧିକା ଧନୀ ହେଇଥାନ୍ତି, କିନ୍ତୁ ଅଧିକା ବୟସରେ ଟିକେ ଅଧିକା ଧନୀ ହେବାର ସମ୍ଭାବନା ଥାଏ। ଭୂ ସମ୍ପତ୍ତି ଆଉ ଘର, ଗାଡ଼ି ଘୋଡ଼ା, ଘର, ନୂଆ ଘର ସବୁ ପାଇବାର ତାଙ୍କର ସମ୍ଭାବନା ଥାଏ। ସେମାନେ ବହୁତ ଲୋକପ୍ରିୟ ଥାଆନ୍ତି, ବହୁତ ବନ୍ଧୁପ୍ରିୟ ମଧ୍ୟ ଥାଆନ୍ତି, ବହୁତ ବନ୍ଧୁ ଥାଆନ୍ତି। ତାଙ୍କର ଭାଗ୍ୟ ବହୁତ ଭଲ, ଭାଗ୍ୟ ଯେତିକି ଭଲ ଥାଏ ଭବିଷ୍ୟତ ସେତିକି ଭଲ ଥାଏ। ସେମାନେ ସମସ୍ୟା ସମାଧାନକାରୀ ଥାଆନ୍ତି, ଭଲ ଉପଦେଶକାରୀ ମଧ୍ୟ। ସେମାନଙ୍କ ମନ, ହୃଦୟ ସବୁ ତ ବହୁତ ସୁନ୍ଦର ମନ, ସୁନ୍ଦର ହୃଦୟ। ସେମାନେ ଟିକେ ଲାଜୁଆ ଥାଆନ୍ତି। ସାଧାରଣତଃ ବିବାହ ତାଙ୍କର 25ରୁ 30 ବର୍ଷ ଭିତରେ ହେଇଥାଏ। ସେମାନେ ବିବାହଟା ସୁଖମୟ ବିବାହ ହେଇଥାଏ, ଭଲ ଜୀବନସାଥୀ ପାଇଥାନ୍ତି। ବେଳେବେଳେ ଡେରିରେ ପିଲାପିଲି ହେବାର ସମ୍ଭାବନା ଥାଏ। ଲଭ୍ ଏବଂ ରୋମାନ୍ସ ଷ୍ଟ୍ରଙ୍ଗ ମାନେ ପ୍ରେମ ବିବାହ, ଲଭ୍ ଏବଂ ରୋମାନ୍ସ ଏବଂ ବିବାହରେ ଷ୍ଟ୍ରଙ୍ଗ ବିବାହ କିମ୍ବା ବୈବାହିକ ଜୀବନ କିମ୍ବା ପ୍ରେମ ଜୀବନ ପ୍ରତି ଷ୍ଟ୍ରଙ୍ଗ ଇମୋସନ୍ ଥାଏ, ଫିଲିଙ୍ଗ ଥାଏ, ଇଚ୍ଛା ଶକ୍ତି ଥାଏ, ଆକର୍ଷଣ ବି ଥାଏ। ମହିଳାମାନଙ୍କର ସାଧାରଣତଃ 25 ବର୍ଷ ପରେ ବିବାହ ହୁଏ। ଆକର୍ଷକ ଶରୀର ଥାଏ, ମଧ୍ୟବିତ୍ତ ସ୍ୱାମୀଟା ମଧ୍ୟବିତ୍ତ ଥାଏ, ମାତୃପ୍ରିୟ ଥାଆନ୍ତି, ସେମାନେ ବୁଦ୍ଧିଆ ଥାଆନ୍ତି। ମହିଳାମାନେ କ୍ରିଏଟିଭ୍ ଥାଆନ୍ତି, ସ୍ୱାଧୀନତା ଥାଆନ୍ତି। ସେମାନେ ତ ସାଧାରଣତଃ ହୋମ୍ ଡେକୋରେଟର୍, ଡକ୍ଟର, ମିଡ଼ିଆ, ଗୁଡ୍ ଅର୍ଣ୍ଣିଂ କରନ୍ତି, ଟିଚର ଥାଆନ୍ତି, କାଉନସିଲର ଥାଆନ୍ତି, ଭାଷଣ ଦେଇପାରନ୍ତି। ସେମାନେ 30ରୁ 42 ବର୍ଷ ଭିତରେ ତାଙ୍କ କ୍ୟାରିୟର ଶୀର୍ଷରେ ଛୁଇଁଥାଏ। ସାଧାରଣତଃ ପୁରୁଷମାନଙ୍କର ବ୍ୟବସାୟୀ ମନ। ହସ୍ତା ନକ୍ଷତ୍ର ପୁରୁଷମାନଙ୍କର 30 ବର୍ଷରୁ 42 ବର୍ଷ ପରେ କ୍ୟାରିୟର ଭଲ ଅଧିକା ଉଠେ। ବ୍ୟବସାୟୀ ମନଟା ତାଙ୍କର, ବ୍ୟବସାୟ ବିଜନେସ୍ ମାଇଣ୍ଡ। ସେମାନେ ଚାକିରି କରନ୍ତୁ ଯାହା କରନ୍ତୁ, ମାଇଣ୍ଡଟା ବିଜନେସ୍ ମାଇଣ୍ଡ। ସେମାନେ ବହୁତ ମ୍ୟୁଜିକ୍ ପ୍ରିୟ। ନିର୍ମାଣ କଳାରେ ସେମାନେ ଦକ୍ଷ। କୌଣସି ହାତରେ ନିର୍ମାଣ ତିଆରି କରିଥାଉ, ହସ୍ତଶିଳ୍ପ କଳା ସେମାନେ ଦକ୍ଷ ଥାଆନ୍ତି। ସେମାନେ ଯନ୍ତ୍ରୀ, ଇଞ୍ଜିନିୟର, ଲେଖକ, ଟିଚର, କଳାକାର ହେଇଥାନ୍ତି। ହସ୍ତକଳାରେ ହସ୍ତକଳାରେ ରୋଜଗାର କରନ୍ତି। ଶିକ୍ଷା କ୍ଷେତ୍ର ବା ଟିଚିଂ ଲାଇନ୍, ଆକାଉଣ୍ଟିଂ, ବ୍ୟାଙ୍କିଂ, ବିଜନେସ୍ କାଉନସିଲିଂ, ଗବେଷକ, ସର୍ଜନ। ହସ୍ତକାର୍ଯ୍ୟ ଦ୍ୱାରା ରୋଜଗାର
ଉଚ୍ଚ ପଦାଧିକାରୀ ମଧ୍ୟରେ ସେମାନେ ସାମିଲ ଥାନ୍ତି, କିନ୍ତୁ ମ୍ୟାକ୍ସିମମ୍ ଲୋକ ନିମ୍ନ ସ୍ତରର ଚାକିରି କରନ୍ତି, କିନ୍ତୁ କିଛି ଲୋକ ଉଚ୍ଚ ପଦାଧିକାରୀ ମଧ୍ୟରେ ଥାନ୍ତି। ମ୍ୟାନେଜର, ଆଷ୍ଟ୍ରୋଲୋଜର ଏବଂ ଡିପ୍ଲୋମାଟ୍ ହେଇଥାନ୍ତି। ରୋଗ ଭିତରେ ଥଣ୍ଡା, କଫ, ରକ୍ତଚାପ, ଶ୍ୱାସ ଏଭଳି ରୋଗ ହେବାର ସେମାନଙ୍କ ପାଖରେ ସମ୍ଭାବନା ଥାଏ। ତେଲ ମସଲା ସେମାନେ ଖାଇବା ବନ୍ଦ କରିବା ଉଚିତ। ଏକ୍ସରସାଇଜ୍ ଏବଂ ୱାକିଂ କରିବା ଉଚିତ। ହସ୍ତା ନକ୍ଷତ୍ର ରାଶି ହେଉଛି 13/6 କନ୍ୟା ରାଶି। 4 ପାଦ, ପ୍ରଥମ ପାଦରେ ଜନ୍ମ ହୋଇଥିବା ଲୋକ ମଙ୍ଗଳ ଦ୍ୱାରା ପ୍ରଭାବିତ ଥାନ୍ତି। ସେମାନେ ବୁଦ୍ଧିଆ ଥାନ୍ତି, ଅଗ୍ରଣୀ ଆଲୋଚକ ଥାନ୍ତି ଏବଂ ଦୁର୍ଘଟଣା ହେବାର ସମ୍ଭାବନା ଥାଏ। ତେଣୁ ଦୁର୍ଘଟଣା ହେଲେ ମଙ୍ଗଳବାର, ଶନିବାର ହନୁମାନ ଚାଳିଶା ପଢ଼ିବା ଉଚିତ। ଦ୍ୱିତୀୟ ପାଦରେ ଶୁକ୍ର ଲିଡ଼ିଂ ଗ୍ରହ ତାଙ୍କର ଥାଏ। ସେମାନେ ବସ୍ତୁବାଦୀ ଥାନ୍ତି, ଚିତ୍ରକାର ଥାନ୍ତି। ଯେଉଁମାନେ ତୃତୀୟ ପାଦରେ ଜନ୍ମ ହୋଇଥାନ୍ତି, ବୁଧ ତାଙ୍କର ଲିଡ଼ିଂ ଗ୍ରହ। ସେମାନେ ବକ୍ତା, ଯୁକ୍ତିପ୍ରିୟ ଏବଂ ପ୍ରଫେସନାଲ ଥାନ୍ତି। ଚତୁର୍ଥ ପାଦରେ ଜନ୍ମ ହୋଇଥିବା ଲୋକଙ୍କର ଚନ୍ଦ୍ର ଥାଏ ଲିଡ଼ିଂ ଗ୍ରହ। ସେମାନେ ମାନସିକ ଦୁଶ୍ଚିନ୍ତା ଆଉ ଇମୋସନାଲ ଟିକେ ରହିଥାନ୍ତି। ହସ୍ତା ନକ୍ଷତ୍ର ତତ୍ତ୍ୱ ହେଉଛି ବାୟୁ ତତ୍ତ୍ୱର ରାଶି। ଏଇ ଗ୍ରହ ଲିଡ଼ିଂ ଗ୍ରହ ହେଉଛି ଚନ୍ଦ୍ର। ଦେବତା ହେଉଛନ୍ତି ସୂର୍ଯ୍ୟ ଏବଂ ପାର୍ବତୀ। ଲିଙ୍ଗ ହେଉଛି ପୁରୁଲିଙ୍ଗ ରାଶି। ଏଇଟା ଅସଙ୍ଗତ, ଯାହା ସାଙ୍ଗରେ ପଡ଼ିବନି। ଅଶ୍ୱିନୀ ନକ୍ଷତ୍ର ଶତଭିକ୍ଷା ନକ୍ଷତ୍ର ସାଙ୍ଗରେ ଏମାନେ ପଡ଼େନି। ଜନ୍ମ ମହାଦଶା ମାନେ ଚନ୍ଦ୍ର ମହାଦଶାରେ ଜନ୍ମ। ଗଣ ହେଉଛି ଦେବତା ଗଣରେ ଏମାନଙ୍କର ଜନ୍ମ। ନାମ ହେଉଛି ପୋ, ସା, ନା, ଥା ରେ ଯେଉଁ ନାମ ହେଇଥିବ ଜାତକ ନାମ। ବାର ସୋମବାରରେ ତାଙ୍କର ଶୁଭ ବାର। ନାଡ଼ି ହେଉଛି ବାତ ନାଡ଼ି। ରତ୍ନ ହେଉଛି ମୋତି ବା ପର୍ଲ। ରଙ୍ଗ ହେଉଛି ତାଙ୍କର ଗ୍ରୀନ୍ ଆଉ ହ୍ୱାଇଟ୍ ବେଳେବେଳେ ହୁଏ, କିନ୍ତୁ ଗ୍ରୀନ୍, ଡିପ୍ ଗ୍ରୀନ୍ଟା ତାଙ୍କର ଶୁଭ ରଙ୍ଗ। ଶୁଭ ସଂଖ୍ୟା ହେଉଛି 2। ଲେଟର ଅକ୍ଷର, ମୂଳ ଅକ୍ଷର PSND ତାଙ୍କର ଶୁଭ ଅକ୍ଷର। ମନ୍ତ୍ର ବିଷ୍ଣୁ ସହସ୍ରନାମ ଜପ କରିବା, ତାଙ୍କର ଅସୁବିଧା ସମୟରେ ଜପ କରିବେ। ଚନ୍ଦ୍ରଭାଗାରେ ବୁଡ଼ ପକାଇବେ। ପୂର୍ଣ୍ଣିମା ଦିନ ଉପବାସ ରହିବେ। ଗାୟତ୍ରୀ ମନ୍ତ୍ର ବୋଲିବେ। ମହାମୃତ୍ୟୁଞ୍ଜୟ ମନ୍ତ୍ର ବୋଲିବେ। ବନ୍ଧୁଗଣ, ଯେଉଁମାନେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ସବସ୍କ୍ରାଇବ୍ କରିବାକୁ ଏବଂ ସେୟାର କରିବାକୁ ଅନୁରୋଧ। ଧନ୍ୟବାଦ।